ଆହୁରି 24 ଘଣ୍ଟା ରହିବ କାଳବୈଶାଖୀ ପ୍ରଭାବ। ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ମାତ୍ରାରେ ବର୍ଷା। ପୁଣି ଥରେ ବଦଳିବ ପାଗ। ତିନି ଦିନ ମଧ୍ୟରେ 3 ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା। ହଁ ଦର୍ଶକ ବନ୍ଧୁ, ଆସିଲା ବଡ଼ ଖବର। ଆହୁରି 24 ଘଣ୍ଟା ରହିବ କାଳବୈଶାଖୀର ପ୍ରଭାବ। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଏବଂ ବିଜୁଳି ସାଙ୍ଗକୁ ମଧ୍ୟମ ଧରଣର ବର୍ଷା ଏବଂ ଝଡ଼ ତୋଫାନ ହେବା ଫଳରେ ଦିନର ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ। ଆସନ୍ତାକାଲି 8:30 ସୁଦ୍ଧା ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼ରେ କାଳବୈଶାଖୀ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଦର୍ଶକ ବନ୍ଧୁ, ଏହାପରେ 3 ଦିନ ମଧ୍ୟରେ ପୁଣି ବଦଳିବ ପାଗ। 3 ଦିନ ମଧ୍ୟରେ ତାପମାତ୍ରା କ୍ରମଶଃ 3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। 13 ତାରିଖ ଠାରୁ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ, ଫଳରେ ଖରା ଗରମ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ବ୍ୟୁରୋ ରିପୋର୍ଟ, ସ୍ୱାଭିମାନ ଓଡ଼ିଆ 24।